ଆଜି ସକାଳେ ମୋ ମୁଣ୍ଡ ଏତେ ଜୋରସେ ବିନ୍ଧିଲା ଯେ ମତେ କିଛି ବି କରିବା ପାଇଁ ଇଚ୍ଛା ହେଲାନି ଆଉ ଟେନସନ ବି ପ୍ରବଳ ଲାଗିଲା। କିନ୍ତୁ ମୁଣ୍ଡ ବିନ୍ଧିଲେ କଣ ହବ, ଡ୍ୟୁଟି ତ ଯେମିତି ହେଲେ ଯିବାକୁ ପଡିବ ନା। ତ ମୁଁ ବହୁତ କଷ୍ଟରେ ନିଜକୁ ମନେଇକିରି ଡ୍ୟୁଟି ବାହାରି ଗଲି, କିନ୍ତୁ ଡ୍ୟୁଟିରେ ମତେ ଜମା ବି ଭଲ ଲାଗିଲାନି। ସେଥିପାଇଁ ମୁଁ ରୁମକୁ ପଳେଇ ଆଇଲି ରେଷ୍ଟ ଟିକେ କରିବା ପାଇଁ। ଆଉ ଆଜି ମତେ ଘର କଥା ବହୁତ ମନେ ପଡୁଥିଲା, କାହିଁକି ନା ଏବେ ଆମ ଗାଁରେ ଧାନ କଟା ଚାଲିଛି। ଆଉ ଏଇ ଶୁଖିଲା ପାଗରେ ମୁଁ ମୋ ଗାଡି ଧରି ବାହାରି ଯାଏ ଚାରିଆଡେ ବୁଲିବା ପାଇଁ। କିନ୍ତୁ ଗାଁ କଥା ଭାବିଲେ କଣ ହବ, ମୋର ତ ଏବେ ଗାଁକୁ ଯିବା ଅସମ୍ଭବ। ଆଉ ଏଇ କଥା ପାଇଁ ମୋ ମନ ଆଜି ଟିକେ ଦୁଃଖ ଥିଲା। ଆଉ ଏତିକି କଥା ଭାବୁ ଭାବୁ ମୋ ସାଙ୍ଗମାନେ ମତେ ଫୋନ କଲେ ଖାଇବାକୁ ଯିବା ପାଇଁ। ଆଉ ମୁଁ ଯାଇ ଦେଖିଲା ବେଳକୁ ମୋ ସାଙ୍ଗମାନେ ସବୁ ଦୋକାନରେ ଛିଡା ହେଇଛନ୍ତି। ଆଉ ସେମାନଙ୍କର ଆଜି ପ୍ରୋଗ୍ରାମ ଥିଲା ଦୋକାନୀରୁ ତରକାରୀ ନେଇକିରି କ୍ୟାଣ୍ଟିନରେ ଖାଇବେ। ଆଉ ତାପରେ କଣ ହେଲା, ମୁଁ ତ ସାଙ୍ଗେ ସାଙ୍ଗେ ତରକାରୀ ଧରିକି ପଳେଇ ଆଇଲି। ଆଉ କ୍ୟାଣ୍ଟିନରେ ଯାଇ ତରକାରୀ କାଢିଲା ବେଳକୁ ମୋ ସାଙ୍ଗ କହୁଛି ମାଲଟା ପୁରା ଗରମ ଅଛି। ତାର କହିବାର ମାନେ ତରକାରୀ, ତମେ ଆଉ କିଛି ଭାବିଲ କି? ତାପରେ ଆମେ ଖାଇକରି ବାହାରି ଗଲୁ ଡ୍ୟୁଟିରେ କାମ କରିକି ବାହାରିଲା ବେଳକୁ ଟାଇମ ହେଇଗଲା ସନ୍ଧ୍ୟା 6ଟା। ଆଉ ଭାଇ ମାନେ ଆଜି ହଉଛି ମୋ ଚ୍ୟାଲେଞ୍ଜର ଡେ 7। ତାପରେ ମୁଁ ରୁମକୁ ଯାଇକିରି ଫ୍ରେଶ ହେଇକରି ଶୋଇ ପଡିଲି, କାହିଁକି ନା ଆଜି ମୋ ମନ ଭଲ ଲାଗୁନଥିଲା। ତ ଆପଣ ମାନେ ଯଦି ଏବେ ଗାଁରେ ଅଛନ୍ତି, ଗାଁର ମଜା ଉଠାନ୍ତୁ। ତ ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ।